অভয়বাণী অভয়বাণী অভয়বাণী। জয় গুরু জয় গুরু ଜୟ ଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତଙ୍କୁ ଜୟ ଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ 27 ନମ୍ବର ପାଠ କରିବାକୁ ଯାଉଛି। ତୁମମାନେ ଯେତେବେଳେ ସଂସାରୀ ସେତେବେଳେ ମଝିରେ ମଝିରେ ବିପଦ ବା ଅଶୁଭ ଘଟଣାରେ ପଡ଼ିବାକୁ ହେବ ନାହିଁ ତ ଆଉ କ'ଣ। ସୁତରାଂ ସର୍ବପ୍ରକାର ଅବସ୍ଥା ପାଇଁ ସର୍ବଦା ପ୍ରସ୍ତୁତ ରହିବା ହିଁ ପକ୍କା ଗୃହସ୍ଥର କର୍ତ୍ତବ୍ୟ। କୌଣସି ଅବସ୍ଥାରେ ମୁହ୍ୟମାନ ହେଲେ ଚଳିବ ନାହିଁ। ବୀରଙ୍କ ଭଳି ପ୍ରସ୍ତୁତ ରହିବାକୁ ପଡ଼ିବ। ରାମକୃଷ୍ଣ ଦେବ କହୁଥିଲେ, ପୁତ୍ର ପିତାଙ୍କ ହାତ ଧରି ଚାଲିଲେ ସଂକୀର୍ଣ୍ଣ ପଥରେ ପୁତ୍ରର ପଡ଼ିଯିବାର ସମ୍ଭାବନା ଅଛି, କିନ୍ତୁ ପିତା ପୁତ୍ରର ହାତ ଧରି ଚାଲିଲେ ଆଉ ସେ ଭୟ ନଥାଏ। ବତ୍ସ, ମୁଁ ଯେ ତୁମମାନଙ୍କର ହାତ ଧରିଛି, ସୁତରାଂ ନିରାଶ ହେବାର ସମ୍ଭାବନା କାହିଁ? ତେବେ ଜପରେ ସ୍ପୃହା ନଥିଲେ ମଧ୍ୟ ମୋର ଆଦେଶ ମନେକରି ଅଭ୍ୟାସ ଠିକ୍ ରଖିବ। ଆପଣା ମନକୁ ଶାନ୍ତି ଆସି ସେବା କରିବ। ତୁମେମାନେ ଯେ ମଝିରେ ମଝିରେ ଦୁର୍ବଳତା ଅନୁଭବ କର, ତା ପ୍ରାରବ୍ଧର ଅବସମ୍ଭାବୀ ଫଳ। ମୂଳରେ ତୁମମାନଙ୍କର ଭୟର କୌଣସି କାରଣ ନାହିଁ। ଜୟ ଗୁରୁ। ଏହି ବାଣୀଟି ଠାକୁରଙ୍କର ଶ୍ରୀହସ୍ତ ଲିଖିତ ଚିଠିର 98 ନମ୍ବର ବାଣୀରୁ ଆସିଛି। ସେତେବେଳେ ଠାକୁର ପୁରୀରେ ରହୁଥିଲେ। ଏ ଚିଠିଟି ସେ 23/12/35 ଜଣେ ଭକ୍ତଙ୍କ ପାଖକୁ ଲେଖିଛନ୍ତି। ଠାକୁରଙ୍କର ସେ ଚିଠି ମାଧ୍ୟମରେ ଠାକୁର କହୁଛନ୍ତି ଯେ ଆମମାନଙ୍କର ମନ ସବୁବେଳେ ଚଞ୍ଚଳ। ଚଞ୍ଚଳତା ହିଁ ମନର ସ୍ୱଭାବ। ପ୍ରାରବ୍ଧ ଅନୁଯାୟୀ ସମୟ ସମୟରେ କମ୍ ବେଶୀ ହୋଇଥାଏ ମାତ୍ର। ତେଣୁ ଯେତେବେଳେ ଆମମାନେ ସଂସାରରେ ଅଛେ ସେତେବେଳେ ବିଭିନ୍ନ ପ୍ରକାର ସମସ୍ୟା ଆସିବ, ବିଭିନ୍ନ ଘାତ ପ୍ରତିଘାତ ଆସିବ। ତଥାପି ଠାକୁର କହୁଛନ୍ତି ଯେ ଏଗୁଡ଼ାକ ପାଇଁ କେବେ ମୁହ୍ୟମାନ ହେଲେ ଚଳିବ ନାହିଁ। ମୁହ୍ୟମାନ ହେଲେ ବ୍ୟତିବ୍ୟସ୍ତ ହେଲେ ଚଳିବ ନାହିଁ। ୟାକୁ ଆମକୁ ଭୋଗ କରିବାକୁ ପଡ଼ିବ। କାରଣ ଯେତେ ପ୍ରକାରର ମାନେ ଆମେ ଜୀବନଶୈଳୀ ଭିତରେ ଆମେ ଯାହା ଯାହା କରିଚାଲିଛେ ତାକୁ ଠାକୁର ସୁଚାରୁ ରୂପେ ଆମ ଜୀବନର ପରିଚାଳନା କରୁଛନ୍ତି, କିନ୍ତୁ ଯେଉଁ ପ୍ରାରବ୍ଧ ଭୋଗଟା ଆମର ଅଛି ତାକୁ ଆମକୁ ଭୋଗ କରିବାକୁ ପଡ଼ିବ। ସେଇ କଥା ଠାକୁର କହୁଛନ୍ତି, ମୁଁ ଚେଷ୍ଟା କରିବି ତୁମମାନଙ୍କୁ ସେଇ ଯେଉଁ ପ୍ରାରବ୍ଧ ଭୋଗରୁ କିଛି କିଛି ଲାଘବ କରିବା ପାଇଁ। ଆଉ ଏଥିପାଇଁ ଆମେମାନେ ବ୍ୟସ୍ତ ହେବାନି। ଆଉ ଯେଉଁଟା ଆମେ ଦୁର୍ବଳତା ଅନୁଭବ କରୁଛେ ସେଇ କଥା ଠାକୁର କହୁଛନ୍ତି, ଏଇଟା ହେଉଛି ତୁମର ପ୍ରାରବ୍ଧର ଅବସମାପୀ ଫଳ। ଏଇ ଚିଠିଟା ଯେଉଁ ଠାକୁର ଦେଇଛନ୍ତି, ଭାବୁଛି ସେ ଯେଉଁ ଭକ୍ତ ତାଙ୍କର ବୋଧେ ଶାରୀରିକ ଅସୁସ୍ଥତା ଥିଲା, ସେ ଏଇ ଯେଉଁ ଯୋଗ ଜପ ଧ୍ୟାନ ଏସବୁ ବୋଧେ ଅଭ୍ୟସ୍ତ ଥିଲେ, କରିପାରୁନଥିଲେ। ସେଇ ଉଦ୍ଦେଶ୍ୟରେ ବୋଧେ ଠାକୁରଙ୍କୁ ଲେଖିଛନ୍ତି। ଠାକୁର ସେଥିପାଇଁ କହିଛନ୍ତି, ସେଥିପାଇଁ ବ୍ୟତିବ୍ୟସ୍ତ ହେଲେ ହେବ ନାହିଁ। ତମେ ଆଉ ସେଇ ତାଙ୍କର ଯେଉଁ ଔଷଧ ସେ ଖାଉଥିଲେ ସେ ଔଷଧ ବିଷୟରେ ମଧ୍ୟ ଠାକୁର ଲେଖିଛନ୍ତି ଏଇ ଚିଠିରେ, ଯେ ଔଷଧଟା ଶେଷ ଆସିଲାଣି ତମର ଲେଖିଛ, କିନ୍ତୁ ଏହାର ଫଳ କିଛି ହେଉନି। ସେଥିପାଇଁ ଏତେ ବ୍ୟସ୍ତ ହୁଅନି। ମୁଁ ଥରେ ତମ ସାଙ୍ଗରେ ଦେଖା ହେଲେ ଯାହା କିଛି ଉପଚାର କରିବା ପାଇଁ ଚେଷ୍ଟା କରିବି। ତେଣୁ ପ୍ରକୃତ କଥା ହେଉଛି ଯେ ଯେଉଁ କଥା ଏଇ ବାଣୀ ମାଧ୍ୟମରେ କୁହାହେଇଛି, ଯେ ଯଦି ଆମେ ପ୍ରକୃତରେ ଅନୁଭବ କରିବା, ଠାକୁର ଯେଉଁ କଥା କହୁଛନ୍ତି, ବତ୍ସ ମୁଁ ମଧ୍ୟ ତୁମମାନଙ୍କର ହାତ ଧରିଛି, ମୁଁ ଯେ ତୁମମାନଙ୍କର ହାତ ଧରିଛି, ସୁତରାଂ ନିରାଶ ହେବାର ସମ୍ଭାବନା ନାହିଁ। ଏଇ ଅନୁଭବଟା ଆମର ଆସିବା ଦରକାର ଯେ ପ୍ରକୃତରେ ଠାକୁରଙ୍କର ଆମେ ଶରଣାପନ୍ନ ହେଇଛେ। ଠାକୁର ଆମକୁ ପରିଚାଳନା କରୁଛନ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ। ସେ ଆଧ୍ୟାତ୍ମିକ ଜଗତ ହେଉ, ଆଦିଭୌତିକ ଜଗତ ହେଉ ବା ସାଂସାରିକ ଜଗତ ହେଉ, ଯେଉଁ ଜଗତରେ ଆମେ ଅଛେ, ଯେତେବେଳେ ଯେଉଁ କାର୍ଯ୍ୟ କରୁଛେ, ଯଦି ଆମେ ଅନୁଭବ କରିପାରିବା ଯେ ମୋର କାର୍ଯ୍ୟଶୈଳୀଟା ବର୍ତ୍ତମାନ ଆଉ ଠାକୁରଙ୍କ ବିନା ବା ଠାକୁରଙ୍କ ଆଦେଶ ନିର୍ଦ୍ଦେଶ ବିନା ପରିଚାଳିତ ହୋଇପାରୁନି, ସେତେବେଳେ ଆମେ ଅନୁଭବ କରିବା ଯେ ପ୍ରକୃତରେ ଠାକୁର ଆମର ହାତ ଧରିଛନ୍ତି। ଆଉ ସେଇ ସରଳ କଥା ଠାକୁର କହିଛନ୍ତି ଯେ ମୁଁ ଯେ ତୁମମାନଙ୍କ ହାତ ଧରିଛି, ଯେଉଁ ନିର୍ଭର କଥାଟା ଆମେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରିବା ଦରକାର। ଯଦି ଆମେ ସେଇ କଥାକୁ ଉଦାହରଣ ଦେଇ ଠାକୁର କହିଲେ ଯେ ରାମକୃଷ୍ଣ ଦେବ କହିଥିଲେ ଯେ ପିତା ଯଦି ପୁତ୍ରର ହାତ ଧରି ଧରିବ, ଯଦି ଆମେ କୌଣସି ସଂକୀର୍ଣ୍ଣ ରାସ୍ତାରେ ଯିବା, ଗଲାବେଳେ ପିଲାଟା ଯଦି ପଡ଼ିଯିବାର ଭୟ ଥାଏ, ତାହେଲେ ସେଠି ବାପ ତାର ହାତ ଧରି ଯଦି ନେଇଥିବ ତାହେଲେ ଆଉ ସେ ଭୟ ନଥିବ। ତେଣୁ ଏଇ ବାଣୀରୁ ଆମେ ଅନୁଭବ କରିବା ଯେ ଆମେ ସବୁବେଳେ
ଠାକୁରଙ୍କର ଆଦେଶ ନିର୍ଦ୍ଦେଶଟା କେତେ ଦୂର ଆମ ଜୀବନରେ କାର୍ଯ୍ୟକାରୀ ହେଉଛି ତାକୁ ସୂକ୍ଷ୍ମ ଚେତନାରେ ଅନୁଭବ କରିବା। ଏଇ ଅନୁଭବଟା ହିଁ ହେଉଛି ଆମର ସବୁଠାରୁ ବଡ଼ କଥା। ତେଣୁ ଆସନ୍ତୁ ଏ ବାଣୀ ମାଧ୍ୟମରେ ଆମେ ଅନୁଭବ କରିବା ଠାକୁର ଯେଉଁ କଥା କହିଛନ୍ତି, ମଝିରେ ମଝିରେ ତୁମେମାନେ ଯେଉଁ ଦୁର୍ବଳତା ଅନୁଭବ କରୁଛ ସେଥିପାଇଁ କିଛି ବ୍ୟତିବ୍ୟସ୍ତ ହେବାନି, ତାହା କେବଳ ମାତ୍ର ପ୍ରାରବ୍ଧର ଫଳ। ମୂଳରେ ଆମମାନଙ୍କର କୌଣସି ଭୟର କାରଣ ନାହିଁ। କାରଣ ଯେହେତୁ ଠାକୁର ଏ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି, କେବଳ ଆମ ମନଟା ତାଙ୍କରି ପାଖରେ ଲଗେଇ ରଖିଲେ ଆମେ ଯେଉଁ ସଂସାରର ବିଭିନ୍ନ ପ୍ରକାର ବାଧାବିଘ୍ନ ଆସୁଛି ତାକୁ ହସ ହସ ବଦନରେ ସହି ନେଇ ତାଙ୍କ ଶ୍ରୀଚରଣରେ ଆଶ୍ରିତ ରହିବା ପାଇଁ ଚେଷ୍ଟା କରିବା ଓ ତାଙ୍କର କୃପା ଭିକ୍ଷା କରି ରହିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।